ବୋଉ ତମେ କୁଆଡେ ଯାଇଥିଲ? ଭୋକ ଜୋର ହେଲାଣି, ଖାଇବାନି କି? ଆସୁନ ଖାଇବା। ପୁଅ ପରା ବିଲକୁ ଯାଇଛି କାମ କରିବାକୁ। ମୁଁ ଯାଉଛି ଡାକେ, ଆସିଲେ ମିଶିକି ଖାଇବା। ବୋଉ ଚାଲ ମୁଁ ବି ତମ ସାଙ୍ଗରେ ଯିବି। ଦେଖିବା ସେ ବିଲରେ କାମ କରୁଛନ୍ତି ନା ଆଉ କୁଆଡେ ଯାଇଛନ୍ତି। ଗଲାବେଳେ ଆଜି ମତେ କହିଲେ ବିଲରେ ଆଜି ଅଳ୍ପ କାମ ଅଛି। ଆଉ ଏତେ ଡେରି ହେଲାଣି ଆସିନାହାନ୍ତି କଣ ପାଇଁ? ଚାଲ ଯିବା। ହଁ ମା, ଚାଲ ଦେଖିବା ଏତେବେଳେ କାହିଁ ଆସିନି। ଆ ଦେଖିବା। ହଉ ବୋଉ ଚାଲ। ବୋଉ କାଇଁ କେହି ତ କୋଉଠି ଦେଖା ଯାଉନାହାନ୍ତି। ହେଇବା ସେଠିକି ଗୋଟେ କାମ କରୁଛି। ବୋଉ ସେଠି ତ ଜଣେ ଲୋକ କଣ କାମ କଲା ଭଳିଆ ଦେଖା ଯାଉଛନ୍ତି। ହଉ ଆଇଲା ଦେଖିବା ଦେଖିବା। ହଉ ଚାଲ। ଆରେ ପୁଅ, ହଁ କଣ ହେଲା? ଆସୁନୁ ଆସି ଦିନ ଦି ପର ହେଲାଣି, ଗାଧୋଇ ଖାଇବୁନି? ର ତୁ ଯା, ଆଉ ଟିକେ ମୋର ଅଳ୍ପ କିଛି କାମ ଅଛି, ମୁଁ ଅଳ୍ପ କାମ ସାରିଦିଏ, ମୁଁ ପଳେଇବି ଖତ ଗଣ୍ଡାକୁ ପକେଇଦିଏ, ଆଉ ଖାଲି ବାକି ରହିଲା ଚାରି ଘର ଟିକେ ଖାଲି ବନ୍ଧେଇଦେବି, ବନ୍ଧେଇ ଦେଇକି ଯିବି। ତୁ ଚାଲ। ଜଗା କଣ ଘରକୁ ପଳେଇଲେଣି କି? ତମେ କଣ ଏତେ କାମ କରୁଛ? ହଁ ପରା, ସେ ଆସିକିନି ଅଧଘଣ୍ଟା ହେଲାଣି ଘରକୁ ପଳେଇଲାଣି। ତମେ ବା ଦି ଜଣ ଯାକ ଭାଗ ଚାଷ କରୁଛ। ସେ ଅଳ୍ପ କାମ କରିକି ଅଧେ ନବ, ତୁ ବହୁତ କାମ କରିକି ଅଧେ ନେବୁ। ହେଲୋ ବୋଉ, ଆମେ ଆଉ କଣ କରିପାରିବା କହିଲୁ ବୋଉ? ନାଇଁ ନାଇଁ, ଆମର ଏ ବିଲ ଚାଷ କରିବା ଦରକାର ନାହିଁ, ତୁ ଆମର ଘରକୁ ଚାଲ। ଏ ବୋଉ, ତୁ ଯୋଉ କଥା କହୁନୁ, ଘରକୁ ପଳେଇ ଗଲେ ବର୍ଷ ସାରା ଖାଇବା କଣ? ଯଦି ଏ ବିଲରେ ଆମେ ନ ଖଟିବା ତାହେଲେ ବର୍ଷ ସାରା ଆମେ ଖାଇବା କଣ କହିଲୁ ମତେ ଟିକେ? ତା ବୋଲି ଆମର ତ ଜମି ହଉଛି 5 ଗୁଣ୍ଠ। ସେ ଜମି ଯୋଉ ଆଣ୍ଠିଏ ଖାଲ ଯାଇ ସେଠି ଯଦି ଧାନ ତ ହବା ଦୂରର କଥା, ତଳି ଯଦି ଗଣ୍ଡା ସେ ବିଲରେ ପକେଇବୁ, ସେ ତଳି ତକ ବି ନଷ୍ଟ ହେଇଯାଉଛି। ତୁ ଆଉ କଣଟା କରିବୁ କହିଲୁ? ସେ ଜଗା ତ ଦିନେ ହେଲେ ଦିନେ ଆସୁନି। ହେଲେ ବୋଉ ସେ ଜଗା ନ ଆସୁ, କାମ ନ କରୁ, ଇଏ ତା ବିଲରେ ଯଦି ମୁଁ ଟିକେ ଅଧିକା ପରିଶ୍ରମ କରିଦେବି, ଆମର ତ ବର୍ଷ ସାରା ଖାଇବାକୁ ଗଣ୍ଡା ଚାଉଳ ହେଇଯିବ। କଣ କହିଲ ତମେ? ସେମିତିରେ ତ ଆମର ମାସକୁ ମୁଣ୍ଡ ପିଛା 5 କିଲୋ ଚାଉଳ ମିଳୁଛି। ଆମେ 3 ଜଣ ହେଲେଣି 15 କେଜି ଚାଉଳ ଆମର ହଉଛି। ମାସ ସାରା ତ ଆମର ଖାଇବାକୁ ହେଇଯାଉଛି। ଭଲ କଥା ତମେ କହୁଛ ଆଉ। ଆରେ ହେଇ, ଆମେ ପରା ଦିନକୁ 2 ଥର ଭାତ ଖାଉଛେ। ପ୍ରତିଦିନ ଚାଉଳ କିଲେ ହିସାବରେ ଭାତ ହେଲେ ମାସକୁ ବୋଧେ ଆମର 30 କିଲୋ ଚାଉଳ ଦରକାର ହଉଛି। ଜାଣିଛ, ଏ 15 କିଲୋ ଚାଉଳ ସରି ଆଉ 15 କିଲୋ ଚାଉଳ ମୁଁ କିଣୁଛି। ତଥାପି ଯଦି କୁଣିଆ ମନ୍ତ୍ର କିଏ ଆସି ପହଞ୍ଚିଯିବେ ନା, ତାହେଲେ ସେ ତଥାପି ଆମ ଚାଉଳ ସେ ଘରେ ନଘଟ ଧରୁଛି। ନଗଡ଼ ଧରୁ ପଛେ ଏ ବିଲରେ ଆଉ କାମ କରୁନି, ଆମର ପଳେଇ ଚାଲେ ଘରକୁ। ଏ ବୋଉ, ତୋ ମୁଣ୍ଡ ଫୁଣ୍ଡ ବି ସତରେ ଖରାପ ହେଇଗଲାଣି। ଆମେ ହଉଛୁ ଚାଷୀ ମୂଲିଆ ଲୋକ ଲୋ ବୋଉ, ଜାଣିଛୁ, ମାସକୁ ଯଦି 15 କିଲୋ ଚାଉଳ ଆମର ଆଉ ଦରକାର ନା, ସେ 15 କିଲୋ ଚାଉଳ ମାସକୁ ହେଲେ ବର୍ଷକୁ ଆମର 180 କିଲୋ ଚାଉଳ ଦରକାର। ଆଉ ଚାଉଳ କିଲୋ 30 ଟଙ୍କା ହେଲେ ବର୍ଷକୁ 180 କିଲୋ ଚାଉଳର ଦାମ କେତେ ପଇସା ଜାଣିଛୁ? 5,500 ଟଙ୍କା ଆମକୁ ଦରକାର। ଆଉ ତାପରେ ବି ଆମର ଅନ୍ୟାନ୍ୟ ଖର୍ଚ୍ଚ ଅଛି। ଔଷଧ ପତ୍ର, ଭଲ ମନ୍ଦ, ଏମିତି କି ଦୁନିଆ ଖର୍ଚ୍ଚ। ଜାଣିଛୁ ବୋଉ, ଚାଷ ନ କଲେ ମୁଁ ରହିପାରିବି? ଜଗା କଣ ଏମିତି କରିବାଟା ଠିକ? ହାଲୋ ବୋଉ, ଜଗା ଠିକ କଲା କି ଭୁଲ କଲା ମୁଁ ସେ କଥା କହିପାରିବିନି ଲୋ ବୋଉ। ଆମର ନିଜର ବୋଲି ଜମି ବଖେଟେ ନାହିଁ। କଣ କରିବା ବୋଉ, ପର ବିଲରେ ଚାଷ ଯେତେବେଳେ କରିଛୁ ସବୁ ସହିବାକୁ ପଡିବ। ଇଏ ତା ବିଲ, ଏଇଟା ସେ କାମ ନ କଲା କଣ ହେଇଗଲା ସେଇଠୁ? ସିଏ ଏବେ କାମ ନ କରୁ, ଏ ଆମ ନିଜ ବିଲ ଭାବି ମୁଁ ଟିକେ ଅଧିକା ପରିଶ୍ରମ କରିଦଉଛି। ଆ ଦେହରେ କଣଟା ଅସୁବିଧା ହେଇଯିବ କହିଲୁ ବୋଉ? ବୋଉ ଗୋଟେ କଥା ଜାଣିଛୁ, ଆମେ ପରା ଚାଷ ଭାଗ୍ୟରେ କରୁଛେ। ଆମେ ପରା ହଉଛୁ ବୋଉ ଭାଗ ଚାଷୀ। ଯିଏ ଏଇ ଚାଷ ଯିଏ ଭାଗ୍ୟରେ କରୁଥିବ ନା, ସେ ଜାଣିଥବ ଏଇ ଭାଗ ଚାଷୀର କଷ୍ଟଟା କେତେ। ଚାଲ ଚାଲ, ବର୍ଷା ଆଇଲାଣି, ତମେ ଚାଲ ଘରକୁ ଚାଲ, ମୁଁ ଯାଉଛି। ହଁ ଆସ। ଯାଅ। ଏଇଟା ନେଇଯା। ଖାଲି ମୁଁ ସେଇପଟଟା ଟିକେ ବନ୍ଧେଇ ଦେଇଯାଏ, ବର୍ଷା ପାଣି ଆଇଲେ ବଢିଆ କାମ କରେ।